ଯିରିମିୟଙ୍କ ବିଳାପ ଅଧ୍ୟାୟ 1। ହାୟ ହାୟ, ଲୋକରେ ପରିପୂର୍ଣ୍ଣ ନଗରୀ କିପରି ଏକାକିନୀ ହୋଇ ବସୁଅଛି। ସେ କିପରି ବିଧବା ତୁଲ୍ୟ ହୋଇଅଛି, ଯେ ଗୋଷ୍ଠୀଗଣ ମଧ୍ୟରେ ପ୍ରଧାନା ଥିଲା ଓ ପ୍ରଦେଶ ସମୂହ ମଧ୍ୟରେ ରାଣୀ ଥିଲା। ସେ କିପରି କରଦାୟିନୀ ହୋଇଅଛି। ସେ ରାତ୍ରିରେ ଅତିଶୟ ରୋଦନ କରେ। ତାହାର ଲୋତକ ଗଣ୍ଡ ଦେଶରେ ପଡ଼ିଅଛି। ତାହାର ସମସ୍ତ ପ୍ରେମିକଙ୍କ ମଧ୍ୟରେ ତାହାକୁ ସାନ୍ତ୍ୱନା କରିବାକୁ କେହି ନାହିଁ। ତାହାର ବନ୍ଧୁ ସମସ୍ତେ ତାହାକୁ ପ୍ରବଞ୍ଚନା କରିଅଛନ୍ତି। ସେମାନେ ତାହାର ଶତ୍ରୁ ହୋଇଅଛନ୍ତି। ଦୁଃଖ ସକାଶୁ ଓ ମହାଦାସତ୍ୱ ସକାଶୁ ଯିହୁଦା ବନ୍ଦୀ ହୋଇଯାଇଅଛି। ସେ ଦେବପୂଜକମାନଙ୍କ ମଧ୍ୟରେ ବାସ କରେ। ସେ କିଛି ବିଶ୍ରାମ ପାଏ ନାହିଁ। ତାହାର ତାଡ଼ନାକାରୀ ସମସ୍ତେ ସଂକୀର୍ଣ୍ଣ ପଥରେ ତାହାର ସଙ୍ଗ ଧରିଲେ। ସିଓନର ପଥ ସକଳ ଶୋକ କରଇ, କାରଣ କେହି ମହାସଭାକୁ ଆସେ ନାହିଁ। ତାହାର ଦ୍ୱାର ସବୁ ଶୂନ୍ୟ। ତାହାର ଯାଜକମାନେ ଦୀର୍ଘ ନିଶ୍ୱାସ ଛାଡୁଅଛନ୍ତି। ତାହାର କୁମାରୀଗଣ ଦୁଃଖଗ୍ରସ୍ତ ଓ ସେ ନିଜେ ମନ ପୀଡ଼ା ପାଇଅଛି। ତାହାର ବିପକ୍ଷଗଣ ମସ୍ତକ ସ୍ୱରୂପ ହୋଇଅଛନ୍ତି। ତାହାର ଶତ୍ରୁମାନେ ସୌଭାଗ୍ୟବାନ ହୋଇଅଛନ୍ତି, କାରଣ ତାହାର ଅସଂଖ୍ୟ ଆଜ୍ଞାଲଙ୍ଘନ ସକାଶୁ ସଦାପ୍ରଭୁ ତାହାକୁ କ୍ଲେଶ ଦେଇଅଛନ୍ତି। ତାହାର ଶିଶୁ ସନ୍ତାନଗଣ ବିପକ୍ଷର ଆଗେ ଆଗେ ବନ୍ଦୀ ହୋଇଯାଇଅଛନ୍ତି। ସିଓନ କନ୍ୟାର ଶ୍ରୀ ତାହାଠାରୁ ଯାଇଅଛି। ତାହାର ଅଧିପତିଗଣ ଚରାଣୀ ସ୍ଥାନ ନ ପାଇବା ହରିଣୀମାନଙ୍କ ପରି ହୋଇଅଛନ୍ତି। ପୁଣି ସେମାନେ ପଛେ ଗୋଡ଼ାଇବା ଲୋକର ଆଗେ ଆଗେ ଶକ୍ତିହୀନ ହୋଇ ଗମନ କରିଅଛନ୍ତି। ନିଜ ଦୁଃଖ ଓ ଦୁର୍ଗତିର ସମୟରେ ଜିରୁସାଲମ ଆପଣା ପୂର୍ବ କାଳର ମନୋହର ବିଷୟ ସବୁ ସ୍ମରଣ କରୁଅଛି। ଯେତେବେଳେ ତାହାର ଲୋକମାନେ ବିପକ୍ଷର ହସ୍ତରେ ପଡ଼ିଲେ ଓ କେହି ତାହାର ସାହାଯ୍ୟ କଲେ ନାହିଁ, ସେତେବେଳେ ବିପକ୍ଷଗଣ ତାହାକୁ ଦେଖି ତାହାର ଉଚ୍ଚନତାରେ ଉପହାସ କଲେ। ଜିରୁସାଲମ ଅତିଶୟ ପାପ କରିଅଛି। ଏଥିପାଇଁ ସେ ଅଶୁଚି ବସ୍ତୁ ତୁଲ୍ୟ ହୋଇଅଛି। ଯେଉଁମାନେ ତାହାକୁ ସମ୍ମାନ କଲେ, ସେ ସମସ୍ତେ ତାହାକୁ ତୁଚ୍ଛ କରନ୍ତି, କାରଣ ସେମାନେ ତାହାର ଉଲ୍ଲଙ୍ଗତା ଦେଖିଅଛନ୍ତି। ହଁ, ସେ ଦୀର୍ଘ ନିଶ୍ୱାସ ଛାଡୁଅଛି। ସେ ପଛକୁ ମୁଖ ଫେରାଉଅଛି। ତାହାର ଅଶୌଚ ତାହାର ବସ୍ତ୍ରର ଅଞ୍ଚଳରେ ଥିଲା। ସେ ଆପଣାର ଶେଷ ଦଶା ସ୍ମରଣ କଲା ନାହିଁ। ଏଥିପାଇଁ ସେ ଆଶ୍ଚର୍ଯ୍ୟଜନକ ରୂପେ ଅଧପତିତ ହୋଇଅଛି। ତାହାର ସାନ୍ତ୍ୱନାକାରୀ କେହି ନାହିଁ। ହେ ସଦାପ୍ରଭୁ, ମୋହର ଦୁଃଖ ଦେଖ, କାରଣ ଶତ୍ରୁ ଆପଣାକୁ ବଡ଼ କରିଅଛି। ତାହାର ସକଳ ମନୋହର ବିଷୟ ଉପରେ ବିପକ୍ଷ ଆପଣା ହସ୍ତ ପ୍ରସାରିଅଛି। ହଁ, ଯେଉଁ ଅନ୍ୟ ଦେଶୀୟମାନଙ୍କୁ ତୁମ୍ଭ ସମାଜରେ ପ୍ରବେଶ କରିବା ପାଇଁ ତୁମ୍ଭେ ନିଷେଧ କରିଅଛ, ସେମାନଙ୍କୁ ସେ ତାହାର ପବିତ୍ର ସ୍ଥାନରେ ପ୍ରବେଶ କରିବାର ଦେଖିଅଛି। ତାହାର ଲୋକ ସକଳ ଦୀର୍ଘ ନିଶ୍ୱାସ ଛାଡ଼ନ୍ତି। ସେମାନେ ଆହାର ଖୋଜୁଅଛନ୍ତି। ସେମାନେ ପ୍ରାଣ ଶୀତଳ କରିବା ପାଇଁ ଖାଦ୍ୟ ନିମନ୍ତେ ଆପଣା ଆପଣାର ମନୋହର ସାମଗ୍ରୀ ସବୁ ଦେଇଅଛନ୍ତି।
ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, କାରଣ ମୁଁ ତୁଚ୍ଛନୀୟ ହୋଇଅଛି। ହେ ପଥିକ ସମସ୍ତେ, ଏହା କି ତୁମ୍ଭମାନଙ୍କ ପ୍ରତି କିଛି ନୁହେଁ? ଦେଖି ବୁଝ, ମୋତେ ଯେଉଁ ଦୁଃଖ ଦିଆଯାଇଅଛି, ମୋହର ସେହି ଦୁଃଖ ପରି କି କୌଣସି ଦୁଃଖ ଅଛି? ତଦ୍ୱାରା ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧର ଦିନରେ ମୋତେ କ୍ଲେଶଯୁକ୍ତ କରିଅଛନ୍ତି। ସେ ଊର୍ଦ୍ଧ୍ୱରୁ ମୋ ଅସ୍ଥି ସକଳର ମଧ୍ୟକୁ ଅଗ୍ନି ପ୍ରେରଣ କରିଅଛନ୍ତି, ଆଉ ତାହା ସେ ସବୁକୁ ପରାସ୍ତ କରଇ। ସେ ମୋ ଚରଣ ପାଇଁ ଜାଲ ପାତିଅଛନ୍ତି, ସେ ମୋତେ ଫେରାଇଅଛନ୍ତି। ସେ ମୋତେ ଅନାଥା ଓ ଦିନଯାକ ମୂର୍ଚ୍ଛାପନ କରିଅଛନ୍ତି। ମୋର ଅଧର୍ମ ରୂପ ଜୁଆଳି ତାହାଙ୍କ ହସ୍ତ ଦ୍ୱାରା ବନ୍ଧା ଯାଇଅଛି, ତାହା ଏକତ୍ର ଜଡ଼ିତ ହୋଇଅଛି, ତାହା ମୋ ସ୍କନ୍ଧ ଉପରକୁ ଆସିଅଛି। ସେ ମୋ ବଳ ଖର୍ବ କରିଅଛନ୍ତି। ଯେଉଁମାନଙ୍କ ବିରୁଦ୍ଧରେ ମୁଁ ଠିଆ ହୋଇ ନ ପାରେ, ସେମାନଙ୍କ ହସ୍ତରେ ପ୍ରଭୁ ମୋତେ ସମର୍ପଣ କରିଅଛନ୍ତି। ପ୍ରଭୁ ମୋହର ମଧ୍ୟବର୍ତ୍ତୀ ବୀର ସମସ୍ତଙ୍କୁ ଅକିଞ୍ଚନ କରିଅଛନ୍ତି। ସେ ମୋ ଯୁବକଗଣକୁ ଦଳି ପକାଇବା ପାଇଁ ମୋ ବିରୁଦ୍ଧରେ ଏକ ମହାସଭା ଆହ୍ୱାନ କରିଅଛନ୍ତି। ଦ୍ରାକ୍ଷାକୁଣ୍ଡରେ ମର୍ଦ୍ଦନ କଲାପରି ପ୍ରଭୁ ଯିହୁଦାର କୁମାରୀକି ମର୍ଦ୍ଦନ କରିଅଛନ୍ତି। ଏହି ସବୁ ବିଷୟର ଲାଗି ମୁଁ କ୍ରନ୍ଦନ କରୁଅଛି। ମୋର ଚକ୍ଷୁ ଜଳର ନିର୍ଝର ହୋଇଅଛି, କାରଣ ମୋ ସାନ୍ତ୍ୱନାକାରୀ ଯେ ମୋହର ପ୍ରାଣକୁ ଆଶ୍ୱାସ ଦିଅନ୍ତା, ସେ ମୋଠାରୁ ଦୂରରେ ଅଛି। ଶତ୍ରୁ ଜୟଯୁକ୍ତ ହେବାରୁ ମୋର ସନ୍ତାନଗଣ ଅନାଥ ହୋଇଅଛନ୍ତି। ସିଓନ ଆପଣା ହସ୍ତ ପ୍ରସାରୁଅଛି, ତାହାକୁ ସାନ୍ତ୍ୱନା କରିବାକୁ କେହି ନାହିଁ। ଯାକୁବର ଚତୁର୍ଦିଗବର୍ତ୍ତୀ ଲୋକମାନେ ତାହାର ବିପକ୍ଷ ହେବେ ବୋଲି ସଦାପ୍ରଭୁ ତାହା ବିଷୟରେ ଏହି ଆଜ୍ଞା କରିଅଛନ୍ତି। ଜିରୁସାଲମ ସେମାନଙ୍କ ମଧ୍ୟରେ ଅଶୁଚି ବସ୍ତୁ ତୁଲ୍ୟ ଅଛି। ସଦାପ୍ରଭୁ ଧାର୍ମିକ ଅଟନ୍ତି। ମୁଁ ତାହାଙ୍କ ଆଜ୍ଞାର ପ୍ରତିକୂଳାଚରଣ କରିଅଛି। ହେ ଗୋଷ୍ଠୀ ସକଳ, ବିନୟ କରୁଅଛି, ତୁମ୍ଭେମାନେ ଶୁଣ ଓ ମୋହର ଦୁଃଖ ଦେଖ। ମୋହର କୁମାରୀଗଣ ଓ ଯୁବକଗଣ ବନ୍ଦିତ୍ୱ ସ୍ଥାନକୁ ଯାଇଅଛନ୍ତି। ମୁଁ ଆପଣା ପ୍ରେମିକମାନଙ୍କୁ ଡାକିଲି, ମାତ୍ର ସେମାନେ ମୋତେ ବଞ୍ଚନା କଲେ। ମୋର ଯାଜକମାନେ ଓ ମୋର ପ୍ରାଚୀନ ବର୍ଗ ନଗର ମଧ୍ୟରେ ପ୍ରାଣତ୍ୟାଗ କଲେ। ସେମାନେ ଆପଣା ଆପଣା ପ୍ରାଣକୁ ଆଶ୍ୱାସ କରିବା ପାଇଁ ଆହାର ଖୋଜୁ ଖୋଜୁ ମଲେ। ହେ ସଦାପ୍ରଭୁ, ଦେଖ, କାରଣ ମୁଁ ବିପଦଗ୍ରସ୍ତା, ମୋହର ଅନ୍ତ୍ର ବ୍ୟଥିତ ହେଉଅଛି। ମୋର ହୃଦୟ ମୋ ଅନ୍ତରରେ ବିକାର ପ୍ରାପ୍ତ ହେଉଅଛି, କାରଣ ମୁଁ ଅତ୍ୟନ୍ତ ବିଦ୍ରୋହାଚରଣ କରିଅଛି। ବାହାରେ ଖଡ୍ଗବଧ କରୁଅଛି, ଗୃହରେ ମୃତ୍ୟୁ ଥିଲା ପରି ହେଉଅଛି। ଲୋକମାନେ ମୋହର ଦୀର୍ଘ ନିଶ୍ୱାସ ଶୁଣିଅଛନ୍ତି। ମୋତେ ସାନ୍ତ୍ୱନା କରିବାକୁ କେହି ନାହିଁ। ମୋର ଶତ୍ରୁ ସମସ୍ତେ ମୋ ବିପଦର କଥା ଶୁଣିଅଛନ୍ତି। ତୁମ୍ଭେ ତାହା ଘଟାଇଅଛ ବୋଲି ସେମାନେ ଆନନ୍ଦିତ ଅଟନ୍ତି। ତୁମ୍ଭେ ଯେଉଁ ଦିନର କଥା ପ୍ରଚାର କରିଅଛ,
ତାହା ଉପସ୍ଥିତ କରିବ। ପୁଣି ସେମାନେ ମୋହର ତୁଲ୍ୟ ହେବେ। ସେମାନଙ୍କର ସକଳ ଦୁଷ୍ଟତା ତୁମ୍ଭ ସମ୍ମୁଖରେ ପ୍ରବେଶ ହେଉ ଓ ତୁମ୍ଭେ ମୋହର ସକଳ ଆଜ୍ଞା ଲଙ୍ଘନ ସକାଶୁ ମୋ ପ୍ରତି ଯେ ରୂପ କରିଅଛ, ସେମାନଙ୍କ ପ୍ରତି ସେ ରୂପ କର। କାରଣ ମୋହର ଦୀର୍ଘ ନିଶ୍ୱାସ ଅନେକ ଓ ମୋର ହୃଦୟ ମୂର୍ଚ୍ଛିତ ହୋଇଅଛି।